ପରିବା କଟା ଚାଲିଛି। ଦେଖୁନ ଆମର ରାତି 5ଟା ବାଜିବାକୁ ଅଛି, ଆଉ 20-25 ମିନିଟ୍। 5ଟା 10 ହେଲାଣି। ଆଜି ଯେହେତୁ ମହାଳୟା ଶ୍ରାଦ୍ଧ, ସେଥିପାଇଁ ଆମର ଏଠି ସାନ ଭାଉଜ ପରିବା କଟା କାମ ଚାଲିଛି। ନିଜେ ସବୁ ଦେଖାଏ। ଛୁଇଁ, କାଙ୍କଡ଼, ଟମାଟୋ, ଝୁଡ଼ଙ୍ଗ, ଭେଣ୍ଡି, ଗାଜର, ବିଟ୍, ଆଳୁ, ଜହ୍ନି, ଜୁଡ଼କା, କଦଳୀ, ବିଭିନ୍ନ ଭେରାଇଟି ଫୁଲକୋବି ପରିବା କଟା କାମ ଚାଲିଛି। ଦଉଛି ମଶା ହାତ କାମୁଡୁଛି ଆଉ। ଆଉ ଗାଡ଼ି ଏଇଟା ହଁ କଣ କୋବିଟା ହଁ ଖାଇକି ତାକୁ ରଖିଥାଏ ତ ଏଇଦିନ କାଟିଦିଅ। ମୋ ବାପା ହେଲାଣି ଉଠିକି କହୁଛନ୍ତି। ହାଇ ହ୍ୟାଲୋ ନମସ୍କାର, ମୁଁ ସନ୍ଧ୍ୟା ଆପଣମାନଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ରେସିପିକୁ ସ୍ୱାଗତ। ଟାଇମ୍ ତ ପାଖାପାଖି 5ଟା 5 ନା 10 ହେଉଛି। ଆଉ ମୁଁ ଏବେ ଫ୍ରେଶ୍ ହେଇ ଉଠିକି ଫ୍ରେଶ୍ ହେଇ ଆସିଛି। ଆସିଲା ପରେ ଆଉ ଏବେ ଆଉ ଟିକେ ପରେ ଭଲସେ ରାତି ପାହିଗଲେ 5:30 ପରେ ମୁଁ ଟିକେ ଆଞ୍ଚ ଲଗେଇଲେ ଭାଉଜ ଆଜି ଷ୍ଟାର୍ଟ କରିବେ ରୋଷେଇ କରିବେ। ଗ୍ୟାସ୍ରେ ହେବ ଆଉ ଯାହା କିଛି ଆଞ୍ଚରେ ହେବ। ଆଉ ଆଜି ବହୁତ ସାରା ଆଇଟମ୍ ହେବ, ନିହାତି ସେୟାର କରିବି। ଆଉ ରାତି ଭାଉଜ ଉଠିକି ତାଙ୍କ କାମ ସାରିକି ଫ୍ରେଶ୍ ଫ୍ରାସ୍ ହେଇକି ଆଉ ସେ ଏକୁଟିଆ ଦେଖନ୍ତୁ ଆପଣମାନେ କେମିତି ମୋ ଭାଉଜ ଏକୁଟିଆ ପରିବା କଟା କାମ ଚାଲିଛି। ଆମର 3 ଭାଉଜ, ବଡ଼ ଭାଉଜ ପାଟରେ, ମଝିଆଣୀ ଭାଉଜ ଘରେ, କିନ୍ତୁ ମୋ ସାନ ଭାଉଜ ସବୁ କାମରେ ଆଗୁଆ। ମାନେ ସେ କାହାକୁ କିଛି ନ ଜଣେଇ ସେ ମିନିମମ୍ 50-100 ଜଣଙ୍କ ରୋଷେଇ କରିଦେବେ, ତାଙ୍କର ଏତିକି ସାହସ ଅଛି। ଆଉ ମୁଁ ତ ଏମିତି ଟିକେ ଟିକେ କାମ କରିବି, ଯାହା ବାହାର କାମ। ଆଉ ଭାଉଜ ତ ରୋଷେଇ କରିବେ, ବଡ଼ ଭାଉଜ ଆସିକି ବି ମିଶିବେ। ମଝିଆଣୀ ଭାଉଜ ଉଠିବ, ସେ ଟିକେ ତାର ଲେଟ୍ ଉଠା, ଆଉ ସେ ଉଠିଲେ ଯାହା ଯେମିତି କାମ କରିବ। କିନ୍ତୁ ମୋ ସାନ ଭାଉଜ ବେଶୀ କାମ, ତାଙ୍କ ଉପରେ ପୁରା ବେଶୀ ଭାଗ ରହିଥାଏ। ଆଉ ତାଙ୍କ ହାତର ତ ଟେଷ୍ଟି ଖାଇବା, ସେଥିପାଇଁ ସେ ନିଜେ ରୋଷେଇ କଲେ ସମସ୍ତେ କୁହନ୍ତି ଯେ ତୁ ରୋଷେଇ କର, ଆମେ ବାହାର କାମ କରିବୁ, ଆଉ ତୋ ରୋଷେଇ ବହୁତ ଟେଷ୍ଟି। ଆମର ସମସ୍ତଙ୍କର ପସନ୍ଦ, ଘରେ ବି ବାହାରେ କ'ଣ ଆମ ରିଲେଟିଭ୍ କ'ଣ ସମସ୍ତେ ମୋ ସାନ ଭାଉଜକୁ ବହୁତ ଭଲ ପାଆନ୍ତି। ତାଙ୍କ ହାତ ରନ୍ଧା ଥରେ ଯିଏ ଖାଇବ ଆଉ ସେ ନିହାତି ଖାଇବ। ଆଉ ବହୁତ ଭଲ। ଚାଲନ୍ତୁ, ଆଉ ମୁଁ ଟିକେ ଏବେ ଫ୍ରେଶ୍ ତ ହେଇସାରିଛି, ଏବେ ଟିକେ ରେଷ୍ଟ ନେବି, ଟିକେ ସକାଳ ପାଖରେ ଅନ୍ଧାର ଅଛି। ଆଉ ତାପରେ ଆଞ୍ଚ ପରିବା କଟା ସରିନି, ବଳ ପାଉନି ଉଇକି ଯାଉଛୁ କାମ କରି 2 ଦିନରେ ରହି ବସି କର ଯାହା ହେଉଛି। ଗାଜର ବିଟ୍ କାଟୁଥିବ ତ ଆଉ। ଦେଖନ୍ତୁ ଏଠି ଭାଇମାନଙ୍କର ଗାଡ଼ି ଅଛି। ଆଉ ଦେଖନ୍ତୁ ଆମର କେମିତି ବଲ୍ ଜଳୁଛି। ଏନେ ବାଜିଛି ଟାଇମ୍ 5ଟା 25। ଦେଖନ୍ତୁ କେମିତି ଫର୍ଚ୍ଚା ହେଇ ଆସିଲାନି। ଆଜି ଆପଣମାନଙ୍କୁ ସକାଳୁ ସକାଳୁ ଭିଡ଼ିଓ ସେୟାର କରୁଛି। ଦେଖନ୍ତୁ ମୋ ବାପା ବସିକି ଗୀତ ଗାଉଛନ୍ତି ରୁମ୍ରେ। ଆଉ ଦେଖନ୍ତୁ ଆମର ଘାସ ଏଠି କାଲି ବାଡ଼ି ସଫା ହେଇଥିଲା, ଘାସ ଏଠି ପିଣ୍ଡାରେ ରଖାହେଇଛି। ଆଉ ଚାଲନ୍ତୁ ଯିବା କାମ ଫଟାଫଟ ସାରିଦେବା। ଦେଖନ୍ତୁ ସକାଳୁ ଆପଣମାନଙ୍କୁ ବାପା ସକାଳୁ ଲୁଗା ସଫା କରି ନିଳି ଦେଇକି ଶୁଖେଇଲେନି। ଭାଇ ତ ଗାଧିକି ଠାକୁର ପୂଜା କଲାନି। ଭାଉଜ ତ ପରିବା କଟା ଚାଲିଛି। ଆଉ ଦେଖନ୍ତୁ ଆପଣମାନଙ୍କୁ ସକାଳୁ ସକାଳୁ ଦୃଶ୍ୟ ଦେଖାଉଛି। ତ ଆସିଛି ଏବେ ଏଇ କୋଇଲା ଘରକୁ। ଆଉ ଚାଲନ୍ତୁ ଯିବା, ଏଠି ଆଞ୍ଚ ଟିକେ ଲଗେଇଦେବି, କାରଣ ଆଞ୍ଚ ନ ଲଗେଇଲା ରୋଷେଇ ହବ ନାହିଁ। ତଥାପି କୋଇଲା ଘରଟା ଟିକେ ଅନ୍ଧାର ଅଛି। ଚାଲନ୍ତୁ, ଦେଖନ୍ତୁ କେମିତି ଅନ୍ଧାର ଅଛି, ପୁରା ଭଲସେ ଦେଖାଯାଉନି।
ଏଇଠି କୁରକୁରି ଜରି ରଖିଛି ମୁଁ ଆଞ୍ଚ କରିବାକୁ ସବୁବେଳେ ଜରି ଯେଉଁଠି ଛୁଆମାନେ ଯାହା ଖାଆନ୍ତି ମୁଁ ରଖିଦିଏ ସାଇତିକି। ଏଇଟା ତ ଆମର ଫିନାଇଲ୍ ଶିଶିର ଅଛି ଯେଉଁ ସରିଯାଇଛି ଶିଶି ଏଇଠି ସବୁ ରଖାହେଉଛି ଏକାବେଳେ ନେଇକି ତାକୁ ବାହାରେ ଫୋପାଡ଼ି ଦିଆଯାଏ। ଦେଖନ୍ତୁ ସାଙ୍ଗମାନେ ଆଞ୍ଚ ତ ରେଡ଼ି ହେଇଗଲା ଏବେ ପୂର୍ଣ୍ଣ ହେଉଛି ଏବେ ଆଞ୍ଚ ଲଗାଇ ଦେଇଛି। ଚାଲନ୍ତୁ ଯିବା ଘରେ ଟିକେ କାମ ସାରି ଗାଧୋଇ ପାଧୋଇ ଫ୍ରେଶ୍ ହେଇଯିବା। କେମିତି ଆଞ୍ଚ ଲାଗୁଛି 2-3 ବର୍ଷ